ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଗତକାଲିଠାରୁ ଆମ ରାଜ୍ୟରେ ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ଯେଉଁଟାକି ଆରମ୍ଭ ହୋଇସାରିଛି। ତେଣୁ ଯେଉଁ ଏସ୍ଆଇଆର୍‌ଟି ଆପଣମାନଙ୍କର ଆରମ୍ଭ ହୋଇଛି, ତ ଏସ୍ଆଇଆର୍ ଆରମ୍ଭ ହେଲା ପରେ ବର୍ତ୍ତମାନ ଆପଣମାନଙ୍କ ଘରକୁ ଆପଣମାନଙ୍କ ଅଞ୍ଚଳର ଯେଉଁ ବିଏଲ୍‌ଓ ରହିଛନ୍ତି ବା ବୁଥ୍ ଲେବୁଲ୍ ଅଫିସର ଯେଉଁମାନେ ରହିଛନ୍ତି, ସେମାନେ ଆପଣମାନଙ୍କ ଘରକୁ ଆସି ଗୋଟିଏ ଏନୁମେରେସନ୍ ଫର୍ମ ଯାହାକି ପ୍ରଦାନ କରୁଛନ୍ତି। ତ ସେଇ ଏନୁମେରେସନ୍ ଫର୍ମ ଯେଉଁଟାକି ଆପଣମାନଙ୍କୁ ଫିଲ୍ଅପ୍ କରି 28 ଜୁନ୍ ସୁଦ୍ଧା ଆପଣମାନଙ୍କର ସବମିଟ୍ କରିବା ପାଇଁ ପଡ଼ିବ। ତେଣୁ ଏନୁମେରେସନ୍ ଫର୍ମ ଯେତେବେଳେ ଆପଣମାନେ ପୂରଣ କରୁଛନ୍ତି, ତ ସେ ବିଷୟରେ ଗତକାଲି ମୁଁ ଗୋଟେ ଭିଡ଼ିଓ ମାଧ୍ୟମରେ ଯାହାକି ଅପଡେଟ୍ ଦେଇଥିଲି ଏବଂ ସେଥିରେ ଆପଣମାନଙ୍କୁ ବହୁତ କିଛି ଡିଟେଲ୍ସ କହିଥିଲି ଯେ ଆପଣମାନଙ୍କର ଯେଉଁ କ୍ୟାଟେଗୋରୀ ଏ ଯେଉଁମାନେ ସେଲ୍ଫ ଆପଣମାନଙ୍କର ଏନୁମେରେସନ୍ ଫର୍ମ ଫିଲ୍ଅପ୍ କରିବେ, ସେମାନଙ୍କ ପାଇଁ କେଉଁଭଳି ଭାବରେ ଫିଲ୍ଅପ୍ କରିବା ପାଇଁ ପଡ଼ିବ ଏବଂ ଯେଉଁମାନଙ୍କର ନାମ ଗତ ଯେଉଁ ଏସ୍ଆଇଆର୍ 2002 ଲିଷ୍ଟରେ ନାହିଁ, ସେମାନେ ବର୍ତ୍ତମାନ କେମିତି ଯେଉଁଟାକି କ୍ୟାଟେଗୋରୀ ବି ଅଧୀନରେ ଯେଉଁମାନେ ଯାଉଛନ୍ତି, ସେମାନେ କେମିତି ଫିଲ୍ଅପ୍ କରିବେ। ତ ତାରି ଉପରେ ବହୁତ ସାରା କମେଣ୍ଟ ଯାହାକି ଆପଣମାନଙ୍କର ଆସୁଛି ଯେ କ୍ୟାଟେଗୋରୀ ବିରେ ଯେତେବେଳେ ଆମେ ଫିଲ୍ଅପ୍ କରିବୁ, ସେ ସମୟରେ ରିଲେସନସିପ୍ ଏବଂ କାହାର ଡାଟା ଦେବା ପାଇଁ ପଡ଼ିବ, ଯେଉଁଟାକି ଆପଣମାନେ ଜାଣିବା ନିହାତି ଦରକାର। ବହୁତ ଜଣ ବିଏଲ୍‌ଓ ମାନେ ମଧ୍ୟ ଯାହାକି ମେସେଜ କରୁଛନ୍ତି ଯେ ଆମେ ସଠିକ୍ ଭାବରେ ଡାଟା କଲେକ୍ଟ କରିପାରୁନୁ ବା ଜାଣିପାରିଲୁ ଲୋକଙ୍କୁ ଆମେ କେମିତି ସହଜରେ ଏ ବିଷୟରେ ବୁଝେଇ ପାରିବୁ। ଆସନ୍ତୁ ସେ ବିଷୟରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ଜଣେଇବି। ତେଣୁ ମନେ ରଖନ୍ତୁ ଏସ୍ଆଇଆର୍ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଆପଣମାନଙ୍କ ପାଇଁ ରହିଛି। ତେଣୁ ଏସ୍ଆଇଆର୍‌ରେ ଯେଉଁ ଫର୍ମ ଆପଣମାନଙ୍କୁ ପ୍ରଦାନ କରାଯାଉଛି, ସେଇ ଫର୍ମ ଥରେ ଯଦି ଆପଣମାନେ ଭୁଲ କରୁଛନ୍ତି ବା ଭୁଲ ଭାବରେ ସବମିଟ୍ କରୁଛନ୍ତି, ତାହେଲେ ଆପଣମାନଙ୍କୁ ଆଉ ସେକେଣ୍ଡ ଟାଇମ୍ ସେଇ ଫର୍ମ ଆପଣଙ୍କୁ ପ୍ରଦାନ କରାଯିବ ନାହିଁ। ତେଣୁ ଫର୍ମ ଫିଲ୍ଅପ୍ କରିବା ସମୟରେ କେଉଁ ସବୁ ଜିନିଷ ଆପଣମାନେ ଜାଣିବା ଦରକାର, ସେଇଟାକୁ ଆଜି ମୁଁ ଆପଣମାନଙ୍କୁ ଭିଡ଼ିଓରେ କହିବି। ବିଶେଷ କରି କ୍ୟାଟେଗୋରୀ ବି ଅଧୀନରେ ଯେଉଁ ଆମର ଯାଉଛନ୍ତି ଯେଉଁମାନେ, ସେମାନେ କେମିତି ସଠିକ୍ ଭାବରେ ଫିଲ୍ଅପ୍ କରିବେ ଏବଂ ଯେଉଁ କନଫ୍ୟୁଜନଟି ରହିଛି ତାହା କେମିତି କ୍ଲିୟର ହେଇପାରିବ, ସବୁ କିଛି ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଜାଣିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ଏବଂ ମନେ ରଖନ୍ତୁ ଯେଉଁ ଏସ୍ଆଇଆର୍ ବର୍ତ୍ତମାନ ଚାଲିଛି, ଏଇଟା ଆପଣମାନଙ୍କର 30 ତାରିଖରୁ ଯେଉଁଟା ଆରମ୍ଭ ହୋଇଛି 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ତେଣୁ 28 ଜୁନ୍ ଭିତରେ ଆପଣମାନଙ୍କୁ ସେଇ ଫର୍ମ ଗୁଡ଼ିକ ସବମିଟ୍ କରିବା ପାଇଁ ପଡ଼ିବ। ତ ଯେଉଁ ଫର୍ମଟି ଆପଣମାନଙ୍କର ଆସିଛି ଆମ ଓଡ଼ିଶାରେ, ଯେଉଁଟାକି ଆପଣମାନଙ୍କର ପୁରା ଓଡ଼ିଆରେ ଆପଣଙ୍କର ଫର୍ମ ଆସୁଛି। କିନ୍ତୁ ମୁଁ ଆପଣମାନଙ୍କୁ ଗତକାଲି ଇଂଲିଶର ଯେଉଁ ଫର୍ମଟି, ଆମର ଯେଉଁ ଡେମୋ ଫର୍ମଟି ଦେଖେଇଥିଲି, ତ ସେଇ ଡେମୋ ଫର୍ମ ଦେଖିବାର ମାନେ ଆପଣମାନେ ସେଇଭଳି ଭାବରେ ଓଡ଼ିଆ ଫର୍ମ ମଧ୍ୟ ଫିଲ୍ଅପ୍ କରିପାରିବେ। ତେଣୁ ଦେଖନ୍ତୁ ସେଇ ଫର୍ମରେ ଆପଣମାନଙ୍କୁ ଯେଉଁ କନଫ୍ୟୁଜନଟି ରହୁଛି, ତାହା ପ୍ରଥମେ ମୁଁ ଆପଣମାନଙ୍କୁ ଦୂର କରୁଛି। ତେଣୁ ଭଲ ଭାବରେ ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତ ଦେଖନ୍ତୁ ଏଇଟା ରହିଛି ସେଇ ଏନୁମେରେସନ୍ ଫର୍ମ, ଯେଉଁଟାକି ଆପଣମାନଙ୍କର ପୂର୍ବରୁ ଆପଣମାନଙ୍କର ଡେମୋ ଆକାରରେ ଆସିଛି। ତ ଯେତେବେଳେ ଆପଣମାନଙ୍କୁ ଏଇ ଫର୍ମଟି ପ୍ରଦାନ କରାଯିବ ବା ଅଲରେଡ଼ି ଯଦି ପ୍ରଦାନ କରାଯାଇଛି, ଏଠି ଆପଣମାନେ ଦେଖିବେ ସବୁକିଛି ଓଡ଼ିଆରେ ଆପଣମାନଙ୍କର ଲେଖା ହେଇଥିବ ଏବଂ ଓଡ଼ିଆରେ ଲେଖା ହେବା ସହିତ ଯେଉଁ ଆପଣମାନଙ୍କର ଇପି ଆମର ଇଲେକ୍ଟ୍ରାଲ୍ ନେମ୍, ଅର୍ଥାତ୍ ଯେଉଁମାନଙ୍କ ଦିଆଯାଉଛି ଏଇ ଫର୍ମଟି ବା ଆପଣମାନଙ୍କର ନାଁ ଏଠି ଥିବ, ଆପଣମାନଙ୍କର ଭୋଟର ଆଇଡିର ଯେଉଁଟାକି ନମ୍ବର ଥିବ, ଆଡ୍ରେସ୍ ଯେଉଁଟାକି ପ୍ରି ପ୍ରିଣ୍ଟ ହେଇକି ଥିବ, ତାପରେ ସିରିଏଲ୍ ନମ୍ବର, ଆପଣମାନଙ୍କର ଏସ୍‌ସି ବା ପିସି ନମ୍ବର, ସବୁକିଛି ଆପଣମାନଙ୍କର ଏଠି ଥିବ। ଏଠି ଆପଣଙ୍କୁ ଗୋଟେ ସ୍ପେଶାଲ କ୍ୟୁଆର୍ କୋଡ୍ ମଧ୍ୟ ଥିବ। ତା ସହିତ ଆପଣମାନଙ୍କର ଏଠି ଗୋଟେ ଫଟୋ ଯେଉଁଟାକି ଆପଣମାନେ ନିଜର ଭୋଟର ଆଇଡିରେ ଦେଇଛନ୍ତି। ତ ଏମିତି ଗୋଟେ ପ୍ରିଣ୍ଟ ହେଇ ଆପଣମାନଙ୍କ ପାଖକୁ ଆସୁଛି। ତ ଯେତେବେଳେ ପ୍ରିଣ୍ଟଟି ଆପଣମାନଙ୍କ ପାଖକୁ ଆସୁଛି, ପ୍ରଥମ ଅପସନ୍ ଦେଖନ୍ତୁ ଏଠି ରହିଛି ପେଷ୍ଟ କରେଣ୍ଟ ଫଟୋ, ଅର୍ଥାତ୍ ଯଦି ଆପଣମାନେ ଚାହୁଁଛନ୍ତି ସେ ଫଟୋକୁ ଚେଞ୍ଜ କରିବା ପାଇଁ, ତାହେଲେ ଏଠି ଆପଣମାନେ ନୂଆ ଫଟୋ ଦେଇପାରିବେ। ଆଉ ଗୋଟେ ମନେ ରଖନ୍ତୁ, ତାପରେ ଆପଣଙ୍କର ଯେଉଁ ଫର୍ମାଟଟି ରହିଛି, ଦେଖନ୍ତୁ ଆମର ଫାଷ୍ଟ ହେଉଛି ଏଇ ଦୁଇଟି ଆପଣମାନଙ୍କର କଲମ ଥିବ ଏବଂ ଏଇ ଯେଉଁ କଲମଟି ଆପଣମାନଙ୍କର ଏଠି ରହିଛି, ଏଇଟା ଆପଣମାନଙ୍କର ସବା ଶେଷରେ ଥିବ। ତେଣୁ ମୁଁ ଆପଣମାନଙ୍କୁ ପୁରା ଡିଟେଲ୍ସ କହୁଛି। ତା ପୂର୍ବରୁ ମନେ ରଖନ୍ତୁ ଯେଉଁ ଏସ୍ଆଇଆର୍ ଫର୍ମଟି ଆସୁଛି, ଏଠି ଦୁଇ ପ୍ରକାର ଆପଣମାନଙ୍କର ରହିଛନ୍ତି ଇଲେକ୍ଟ୍ରାଲ୍। ତ ପ୍ରଥମ ରହିଛି ଯେଉଁମାନେ ସେଲ୍ଫ କୋଉମାନଙ୍କୁ ଆମେ କହୁଛୁ ବା ଯେଉଁଟାକୁ କ୍ୟାଟେଗୋରୀ 1 ବୋଲି କୁହାଯାଉଛି। କ୍ୟାଟେଗୋରୀ 1 ସେଇ ଆମର ଇଲେକ୍ଟ୍ରୋନ୍ ମାନଙ୍କୁ କୁହାଯାଉଛି ଯେଉଁମାନଙ୍କର ନାମ 2002 ମସିହା ଏସ୍ଆଇଆର୍‌ରେ ଅଛି। ମନେ ରଖନ୍ତୁ 2002 ମସିହା ଏସ୍ଆଇଆର୍ ଯେଉଁଟାକି ହେଇଥିଲା, ତ ସେ ସମୟରେ ଯେଉଁ ଲିଷ୍ଟଟି ଆପଣମାନେ କେମିତି ପାଇବେ ସେ ବିଷୟରେ ଅଲରେଡ଼ି ମୁଁ ଭିଡ଼ିଓ ବନେଇ ଦେଇଛି। ଡେସ୍କ୍ରିପସନ୍‌ରେ ଆପଣମାନେ ତାର ଲିଙ୍କ୍ ପାଇଯିବେ। ତେଣୁ ସେଠି ଆପଣମାନେ ସର୍ବପ୍ରଥମେ ନିଜର ପୁରୁଣା ଲିଷ୍ଟ ଚେକ୍ କରିବା ପାଇଁ ପଡ଼ିବ। ପୁରୁଣା ଲିଷ୍ଟ ଚେକ୍ କଲେ ଯଦି ସେ ଲିଷ୍ଟରେ ଆପଣମାନଙ୍କର ନାଁ ଅଛି, ତ ସେଇଠି ଆପଣମାନେ ଏଇ କ୍ୟାଟେଗୋରୀ 1 ଟି ଫିଲ୍ଅପ୍ କରିବେ। ଏବଂ ଏଠି ମଧ୍ୟ ବହୁ ଜଣଙ୍କର କମେଣ୍ଟ ରହୁଛି ଯେ ଆମର ଯେଉଁ ପୁରୁଣା ଲିଷ୍ଟ ଥିଲା ଏସ୍ଆଇଆର୍ 2002ର, ସେଠି ଆମର ନାମରେ କିଛି ଭୁଲ ଥିଲା, ଯେଉଁଟାକି ଆମେ ପରବର୍ତ୍ତୀ ସମୟରେ କରେକ୍ସନ୍ କରିଛୁ।
କିନ୍ତୁ ମନେ ରଖନ୍ତୁ ଆପଣମାନେ ଯାହା ବି କରେକ୍ସନ୍ କରିଛନ୍ତି, ତ ଏଠି ଆପଣମାନଙ୍କୁ କିଛି ନୂଆ ଡାଟା ଦବାର ନାହିଁ। ଏଠି ଲେଖା ହେଇଛି ପୁରା କ୍ଲିୟରଲି ମେନସନ୍ କରାଯାଇଛି। ଲାଷ୍ଟ ଏସ୍ଆଇଆର୍‌ରେ ଯାହା ବି ଆପଣମାନଙ୍କର ଡାଟା ଅଛି, ଆପଣମାନଙ୍କର ନାଁ ଯଦି ଭୁଲ ଅଛି, ସେଇ ଭୁଲ ଲେଖିବେ। ଆପଣମାନଙ୍କର ବାପାଙ୍କ ନାମ ଭୁଲ ଅଛି, ଭୁଲ ଲେଖିବେ। ଯାହା ବି ଡାଟା 2002 ମସିହା ଏସ୍ଆଇଆର୍‌ରେ ଅଛି, ତ ଆପଣମାନଙ୍କୁ ସେଇଟା ହିଁ ଏଠି ଫିଲ୍ଅପ୍ କରିବା ପାଇଁ ପଡ଼ିବ। ମନେ ରଖନ୍ତୁ ଏଇଟା ହିଁ ବହୁତ କନଫ୍ୟୁଜିଂ ଆପଣମାନଙ୍କର ରହୁଛି। ବହୁତ ଜଣ ମଧ୍ୟ ମେସେଜ କରୁଛନ୍ତି ଯେ ଆମେ 2002 ମସିହାରେ ଆମର ଯୋଉ ଲିଷ୍ଟରେ ନାଁ ଥିଲା ସେଟା ଭୁଲ ଥିଲା, ଆମେ ତାକୁ କରେକ୍ସନ୍ କରୁଛୁ। ଏଠି ଆମେ ସେଲ୍ଫରେ କରେକ୍ସନ୍‌ର ଡାଟା ଲେଖିବୁ ନା ପୁରୁଣା ଡାଟା ଲେଖିବୁ? ମନେ ରଖନ୍ତୁ ଏଠି ଆପଣମାନେ ପୁରୁଣା ଡାଟା ହିଁ ଲେଖିବେ, ଯୋଉଟାକି 2002 ମସିହାର। ଏଇ ଯୋଉ ଫର୍ମଟି ରହିବ ଦେଖନ୍ତୁ, ଏଇଠି ହିଁ ଆପଣମାନଙ୍କର ରିସେଣ୍ଟ ଡାଟା ରହିବ। ଏଇଟା ହେଉଛି ରିସେଣ୍ଟ ଡାଟା ପାଇଁ, କିନ୍ତୁ ଫାଷ୍ଟ ଯୋଉ କଲମ୍ ରହିଛି ଏଠି ଆପଣମାନଙ୍କର ପୁରୁଣା ଡାଟା ଯୋଉଟାକି ଏସ୍ଆର୍ 2002ରେ ଅଛି। ତେଣୁ ସେଥିରେ ଆପଣମାନଙ୍କର ନାମ ରହିବ, ଆପଣମାନଙ୍କର ଭୋଟର ଆଇଡି ନମ୍ବର ରହିବ। ରିଲେଟିଭ୍ସ ନେରେ ମଧ୍ୟ ବହୁତ ଜଣ କନଫ୍ୟୁଜନ ହଉଛନ୍ତି। ରିଲେଟିଭ୍ସ ନାଁ ଅର୍ଥାତ୍ ଆପଣମାନଙ୍କର ସେ ଏସ୍ଆଇରେ ଆପଣଙ୍କ ବାପାଙ୍କ ନାମ ଅଛି କି ମାଆଙ୍କ ନାମ ଅଛି, ତାଙ୍କ ନାମ ଏଠି ଲେଖିବେ। ତାପରେ ରିଲେସନ ଲେଖିବେ, ଯଦି ବାପାଙ୍କ ନାମ ଥିବ ବାପା ବୋଲି ଲେଖିବେ, ଯଦି ଆପଣମାନଙ୍କର ମାଆଙ୍କ ନାମ ଥିବ ତାହେଲେ ମା ବୋଲି ଲେଖିବେ ବା ମଦର ବୋଲି ଲେଖିବେ। ଏଟା ଓଡ଼ିଆରେ ଲେଖିପାରିବେ, ନହେଲେ ଇଂଲିଶରେ ମଧ୍ୟ ଆପଣମାନେ ଲେଖିପାରିବେ। ମନେ ରଖନ୍ତୁ ଫର୍ମ ଫିଲ୍ଅପ୍ କରିବା ପୂର୍ବରୁ ଆପଣମାନେ ଏଟାକୁ ପେନସିଲରେ ହିଁ ପ୍ରଥମେ ଫିଲ୍ଅପ୍ କରନ୍ତୁ। ଯଦି କୌଣସି ଭୁଲ ହୋଇଛି ତାକୁ ଲିଭେଇ ପାରିବେ, କିନ୍ତୁ ପେନ୍‌ରେ ଆପଣମାନେ ଡାଇରେକ୍ଟ ଫିଲ୍ଅପ୍ କରନ୍ତୁ, ନହେଲେ ଗୋଟେ ରଫ୍‌ରେ ଆଗେ ଲେଖନ୍ତୁ, ତାପରେ ଯାଇ ଫିଲ୍ଅପ୍ କରିବେ। ତାପରେ ଡିଷ୍ଟ୍ରିକ୍ଟ ନେମ୍, ଷ୍ଟେଟ୍ ନେମ୍, ଏସ୍‌ସି ନେମ୍, ଆପଣମାନଙ୍କର ଏସ୍‌ସି ନମ୍ବର, ଆପଣମାନଙ୍କର ପାର୍ଟ ନମ୍ବର ଏବଂ ସିରିଆଲ ନମ୍ବର, ଯୋଉଟାକି ଆପଣମାନଙ୍କୁ ଏସ୍ଆଇଆର୍‌ରେ ମିଳିଯିବ। ତେଣୁ ଏଇ ଡାଟାଟା ସେଇମାନେ ଫିଲ୍ଅପ୍ କରିବେ ଯୋଉମାନେ କ୍ୟାଟେଗୋରୀ 1ରେ ଯାଉଛନ୍ତି, ଅର୍ଥାତ୍ ଯୋଉମାନଙ୍କର 2002 ମସିହା ଲିଷ୍ଟରେ ନାଁ ଅଛି ଏବଂ ସେଇ ଲିଷ୍ଟ ଅନୁସାରେ ଆପଣମାନେ ନାଁ ଫିଲ୍ଅପ୍ କରିବେ। ତାପରେ ଆସିଲା ଏଇ ଯୋଉ ଅପସନଟି ରହିଛି, ଏଇଟା ହିଁ କ୍ୟାଟେଗୋରୀ ବି। କ୍ୟାଟେଗୋରୀ ବି ଉପରେ ବହୁତ ସାରା କନଫ୍ୟୁଜନ ବର୍ତ୍ତମାନ ରହୁଛି। କ୍ୟାଟେଗୋରୀ ବି ବିଷୟରେ ମୁଁ କହୁଛି। ଦେଖନ୍ତୁ ଧରାଯାଉ ବର୍ତ୍ତମାନ ମୋର ବୟସ ଆପଣମାନଙ୍କର 26 ବର୍ଷ, ମୋର ବୟସ ବର୍ତ୍ତମାନ ଏକ୍ସାମ୍ପଲ୍ 26 ବର୍ଷ ଅଛି। ତ 2002 ମସିହାରେ ଯଦି ଆମେ ଦେଖିବା, ସେତେବେଳେ ମୋର ତ ଆପଣମାନଙ୍କର 18 ବର୍ଷ ହେଇନଥିଲା। ତେଣୁ ଆମର ସେଠି ଏସ୍ଆଇଆର୍‌ରେ ଆମର ନାଁ ନଥିବ। କିନ୍ତୁ 2002 ମସିହାରେ ଏସ୍ଆଇଆର୍‌ରେ କାହା ନାଁ ଥିବ? ବାପାଙ୍କର ନାମ ଥିବ ନିହାତି। ବାପା ବା ମାଆଙ୍କର ନାମ ଥିବ। ମନେ ରଖନ୍ତୁ। ତେଣୁ ଏଇ ଯୋଉ କ୍ୟାଟେଗୋରୀ ବିରେ ସେଇ ହିତାଧିକାରୀମାନଙ୍କ ବା ସେଇ ଇଲେକ୍ଟୋରାଲମାନଙ୍କ ନାଁ ରହିବ, ଯୋଉମାନଙ୍କର ବାପା କିମ୍ବା ମାଆଙ୍କର ନାମ ଲାଷ୍ଟ ଏସ୍ଆଇରେ ଥିଲେ। ତେଣୁ ଏଠି ତାଙ୍କର ନାମ ଲେଖିବାର ଆବଶ୍ୟକତା ନାହିଁ। ଅର୍ଥାତ୍ ମୋର ଯୋଉ ବୟସ ବର୍ତ୍ତମାନ 26 ଅଛି, ଯେହେତୁ ମୋ ନାମ 2002 ମସିହା ଏସ୍ଆଇରେ ନଥିଲା, ତେଣୁ ଏଠି ମୁଁ ମୋ ଡାଟା ଦେବିନି। ଏଠି ପୁରା ସେ କ୍ଲିୟରଲି ମେନସନ୍ କରିଛି ଯେ ଆପଣମାନଙ୍କର ଲାଷ୍ଟ ଏସ୍ଆଇରେ ଯାହାଙ୍କର ଥିଲା, ତାଙ୍କର ଡିଟେଲ୍ସ ଏଠି ଆପଣମାନେ ଫିଲ୍ଅପ୍ କରିବେ। ଡିଟେଲ୍ସ ଅଫ୍ ଦି ରିଲେଟିଭ୍, ଅର୍ଥାତ୍ ଆପଣମାନଙ୍କର ସମ୍ପର୍କୀୟଙ୍କର ଡିଟେଲ୍ସ ଦେବେ। ଆପଣ ଏଠି କିଛି ଫିଲ୍ଅପ୍ କରିବେନି। ଏଇ ଅପସନରେ କ'ଣ ଫିଲ୍ଅପ୍ କରିବେ? ଆପଣମାନଙ୍କର ସମ୍ପର୍କୀୟ। ତ ସମ୍ପର୍କୀୟଙ୍କ ଡାଟା ଆପଣମାନେ ଏସ୍ଆଇରୁ ଇଜିଲି ପାଇଯିବ। ଯଦି ଆପଣମାନଙ୍କର ବାପାଙ୍କ ନାମ ଏସ୍ଆଇରେ ଅଛି, ତାହେଲେ ମୁଁ ଏଠି ମୋ ବାପାଙ୍କର ନାମ ଲେଖିଦେଲି। ଦେଖନ୍ତୁ, ଏଠି ମୁଁ ମୋର ବାପାଙ୍କ ନାମ ଲେଖିଦେଲି, ତାଙ୍କର ଭୋଟର ଆଇଡି ନମ୍ବର ଲେଖିଦେଲି। ରିଲେଟିଭ୍ସ ନେମ୍‌ରେ କାହାର ନାମ ରହିବ? ନା ଏଠି ମୋର ଜେଜେବାପାଙ୍କ ନାମ ରହିବ। ଏଇଟା ହିଁ କନଫ୍ୟୁଜନ ବହୁତ ଜଣ ହଉଛନ୍ତି ଯେ ଏଇଠି ଯୋଉ ସମ୍ପର୍କୀୟଙ୍କ ନାଁ ରହିଛି, ଏଠି କୋଉ ସମ୍ପର୍କୀୟଙ୍କ ନାଁ ରହିବ। ଯେହେତୁ ଏଠି ମୁଁ ବାପାଙ୍କର ଡିଟେଲ୍ସ ଦଉଛି ତାଙ୍କ ଏସ୍ଆଇଆର୍ ହିସାବରେ, ତେଣୁ ଏଠି ଆପଣଙ୍କ ରିଲେଟିଭ୍ ନାଁରେ ବାପାଙ୍କର ବାପା ଅର୍ଥାତ୍ ଜେଜେବାପାଙ୍କ ନାଁ ଦେବା ପାଇଁ ପଡ଼ିବ। ଏଇଟାରେ ଆପଣମାନେ କନଫ୍ୟୁଜନ ହୁଅନ୍ତୁ ନାହିଁ। ବହୁତ ସାରା କନଫ୍ୟୁଜନ ଏଇଠି ଅଛି। ବିଏଲ୍‌ଓ ମାନେ ମଧ୍ୟ ଆପଣମାନେ କନଫ୍ୟୁଜନ ରହୁଛନ୍ତି। ତେଣୁ ଭଲ ଭାବରେ ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଯୋଉ ଡିଟେଲ୍ସ ମୁଁ ଆପଣମାନଙ୍କୁ କହୁଛି, ଥରେ ଯଦି ଆପଣମାନେ ଭଲ ଭାବରେ ଶୁଣିବେ, ତାହେଲେ ଇଜିଲି କରିପାରିବେ। ତ ଏଠି ସମ୍ପର୍କୀୟଙ୍କ ନାଁ ବୁଝିଲେ। ଏଠି ଆପଣମାନଙ୍କର ନିଜ ନାମ ଲେଖିବେ ନାହିଁ। କ୍ୟାଟେଗୋରୀ ବିରେ ଯେଉଁମାନେ ଯାଉଛନ୍ତି, ତାଙ୍କ ସମ୍ପର୍କୀୟ ବାପା କିମ୍ବା ମା ବା ଜେଜେବାପା, ଜେଜେମା ଯାହାଙ୍କର ଲିଷ୍ଟରେ ନାଁ ଥିଲା 2002 ମସିହା ଏସ୍ଆଇରେ, ତାଙ୍କର ନାଁଟି ଲେଖିବେ। ଲେଖିସାରିଲେ, ଲେଖିସାରିଲା ପରେ ତାପରେ ଦେଖନ୍ତୁ, ଏଠି ଆପଣଙ୍କର ତାଙ୍କର ଯୋଉ ଭୋଟର ଆଇଡି ଦେଲେ, ତାଙ୍କ ରିଲେଟିଭ୍ ନାଁରେ ତାଙ୍କ ବାପାଙ୍କର ବା ଜେଜେବାପାଙ୍କ ନାଁ ଲେଖିଲେ। ରିଲେସନସିପ୍ ଅର୍ଥାତ୍ ତାଙ୍କ ପୁଅ ଲେଖିବେ। ନିଜର କିଛି ଡାଟା ଲେଖିବାର ନାହିଁ। ଡିଷ୍ଟ୍ରିକ୍ଟ ଲେଖିବେ, ଷ୍ଟେଟ୍ ଲେଖିବେ, ଆପଣମାନଙ୍କର ଏସ୍‌ସି ନମ୍ବର, ପାର୍ଟ ନମ୍ବର ଏବଂ ସିରିଆଲ ନମ୍ବର, ଯୋଉଟା ବାପାଙ୍କର ଆପଣମାନେ କୋଉଠୁ ପାଇଯିବେ? ଏସ୍ଆଇରୁ ପାଇଯିବେ। ତ ଏଇଟା ଆପଣମାନେ କମ୍ପ୍ଲିଟ୍ କରିସାରିଲା ପରେ କ୍ୟାଟେଗୋରୀ 1 ଏଟା ଫିଲ୍ଅପ୍ କରିବେ, କ୍ୟାଟେଗୋରୀ 2 ଏଟା ଫିଲ୍ଅପ୍ କରିବେ। ତାପରେ ଯୋଉ ଏଇଟା ରହିଛି, ଏଇଠି ହିଁ ଆପଣମାନେ ନିଜର ଫିଲ୍ଅପ୍ କରିବେ। ଏଠି ଆପଣମାନଙ୍କର କିଛି ବି ଡିଟେଲ୍ସ ଆପଣମାନଙ୍କୁ ଏସ୍ଆଇଆର୍‌ରୁ ଦେବା ପାଇଁ ପଡ଼ିବନି। ଯୋଉମାନଙ୍କର କ୍ୟାଟେଗୋରୀ ଏରେ ବି ଅଛି, କ୍ୟାଟେଗୋରୀ ଏରେ ଯଦି ଆପଣମାନଙ୍କର କିଛି ଭୁଲ ଥିଲା ଲାଷ୍ଟ ଏସ୍ଆଇଆର୍‌ରେ, ତାହେଲେ ଏଠି ଆପଣମାନେ ତାର ବର୍ତ୍ତମାନର ଯୋଉ ଡିଟେଲ୍ସ ଅଛି ଆପଣମାନଙ୍କ ପାଖରେ, ସେଇ ଡିଟେଲ୍ସ ଏଠି ଆପଣମାନେ ଦେବେ। ମନେ ରଖନ୍ତୁ। ଏବଂ ନୂଆ କ୍ୟାଟେଗୋରୀ ବିରେ ମଧ୍ୟ ଯୋଉମାନେ ଯାଇଛନ୍ତି, ସେମାନଙ୍କୁ ମଧ୍ୟ ଏଠି ଆପଣମାନଙ୍କର ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଯେମିତିକି ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ, ଆଧାର ନମ୍ବର ତ ସମସ୍ତଙ୍କ ପାଖରେ ଅଛି, ଆଧାର ନମ୍ବର ଦେବେ, ନିଜ ମୋବାଇଲ ନମ୍ବର ଦେଇଦେବେ। ତ ଏଠି ଫାଦର୍ସ ଗାର୍ଡିଆନ ନେମ୍, ଅର୍ଥାତ୍ ଏଠି ଆପଣମାନେ ନିଜର ବାପାଙ୍କ ନାମ ଲେଖିଦେବେ।
ତାପରେ ବାପାଙ୍କର ଆପଣଙ୍କର ଭୋଟର ଆଇଡି ନମ୍ବର, ମାଙ୍କ ନାମ ଲେଖିବେ, ମାଙ୍କ ଭୋଟର ଆଇଡି ନମ୍ବର। ଯଦି ମ୍ୟାରେଜ କରିଛନ୍ତି ତାହେଲେ ଆପଣମାନଙ୍କର ସ୍ପାଉସ୍‌ଙ୍କର ନାମ ଲେଖିବେ। ଅର୍ଥାତ୍ ସ୍ୱାମୀ ତାଙ୍କ ସ୍ତ୍ରୀର ନାଁ ଲେଖିପାରିବେ ଏବଂ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ନାମ ଏବଂ ତାଙ୍କର ଭୋଟର ଆଇଡି ଯଦି ଅଛି ଦେଇପାରିବେ। ତେଣୁ ଏଇ କଲମଟି ଆପଣମାନଙ୍କୁ ସମସ୍ତଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। କିନ୍ତୁ ଫାଷ୍ଟ ଏବଂ ସେକେଣ୍ଡ କଲମ ଯୋଉଟାକି କ୍ୟାଟେଗୋରୀ ଏ, କ୍ୟାଟେଗୋରୀ ବି ଆପଣମାନଙ୍କର ଇଲେକ୍ଟରମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ସବୁ ଫିଲ୍ଅପ୍ କରିସାରିଲା ପରେ ଲାଷ୍ଟରେ ଏଠି ଆପଣମାନଙ୍କର ଗୋଟେ ସିଗ୍ନେଚର ଲାଗିବ। ତ ସେଇ ସିଗ୍ନେଚର ଆପଣମାନେ ଦେବେ। ସିଗ୍ନେଚର ଦେଇ ସାରିଲା ପରେ ଆପଣମାନେ କ'ଣ କରିବେ ନା ଏଟାକୁ ନେଇ ଆପଣଙ୍କ ବିଏଲ୍ଓକୁ ସବମିଟ୍ କରିଦେବେ। ତ ଯାହା ବି କିଛି କନଫ୍ୟୁଜନ ରହୁଛି ଡାଇରେକ୍ଟ ଆପଣମାନେ ବିଏଲ୍ଓଙ୍କ ସହିତ ଯୋଗାଯୋଗ କରନ୍ତୁ। ଡାଇରେକ୍ଟ ଫର୍ମକୁ ଆପଣମାନେ ପେନ୍‌ରେ ଲେଖନ୍ତୁ ନାହିଁ, ପେନସିଲରେ ଲେଖନ୍ତୁ ବା ଗୋଟେ ରଫ୍‌ରେ ଆଗେ ସବୁ କିଛି ଡାଟା କଲେକ୍ଟ କରନ୍ତୁ। ଡାଟା କଲେକ୍ଟ କଲା ପରେ ଏହି ଫର୍ମକୁ ଆପଣମାନେ ଫିଲ୍ଅପ୍ କରନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ରହିଥିବ। ଯାହା ବି ଆପଣମାନଙ୍କର ଡାଉଟ୍ ଥିଲା ଫାଷ୍ଟରୁ ଲାଷ୍ଟ ଯାକେ ମୁଁ ସବୁ କିଛି କହିଦେଲି ଏବଂ ଏହା ପରେ ଆପଣମାନଙ୍କର ଯୋଉମାନଙ୍କର କରେକ୍ସନ୍ ଅଛି ବା ଯୋଉମାନଙ୍କର କିଛି ଚେଞ୍ଜେସ୍ କରିବା ପାଇଁ ଅଛି, ସେମାନଙ୍କୁ କୋଉ ଫର୍ମ ସବମିଟ୍ କରିବା ପାଇଁ ପଡ଼ିବ, ତା ବିଷୟରେ ଆଉ ଗୋଟେ ନୂଆ ଏବଂ ଡେଡିକେଟେଡ୍ ଭିଡ଼ିଓ ନେଇ ଆସିବି। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଏହି ଭିଡ଼ିଓଟି ଆପଣମାନେ ବହୁତ ମାତ୍ରାରେ ସେୟାର କରିବେ। ନିଜର ହ୍ୱାଟ୍ସଆପ୍ ଷ୍ଟାଟସ୍ ହଉ ବା ଯେକୌଣସି ସୋସିଆଲ ମିଡ଼ିଆ ଆପଣମାନେ ୟୁଜ୍ କରୁଛନ୍ତି ସେଥିରେ ନିହାତି ସେୟାର କରିବେ। କାରଣ ଆପଣମାନଙ୍କ ଗୋଟେ ସେୟାର ସମସ୍ତ ପାଖରେ ପହଞ୍ଚି ପାରିବ ଏବଂ ଏସ୍ଆଇଆର୍‌ଟି ସୁରୁଖୁରୁରେ ମଧ୍ୟ ହେଇପାରିବ। ଧନ୍ୟବାଦ।